ମୋ ନାଁ ହେଉଛି ଆଶିଷ କୁମାର ଜେନା, ସଭାପତି ଚଣ୍ଡୀମାତା ଯାତ୍ରା କମିଟି କାଳିଆପାଣି। ଆପଣଙ୍କର ଏଇ ଯାତ୍ରା କିଛି କହିବେ? ମା ଚଣ୍ଡୀ ଠାକୁରାଣୀଙ୍କ ବାର୍ଷିକ ପୂଜା ଉପଲକ୍ଷେ ପ୍ରତିବର୍ଷ ଆମେ ସାଂସ୍କୃତିକ କାର୍ଯ୍ୟକ୍ରମ ଯାତ୍ରା ଅପେରା କରିଆସୁଛୁ। ଦୀର୍ଘ 52 ବର୍ଷ ଧରି ଏହି ଅନୁଷ୍ଠାନ ଚାଲୁ ରହିଅଛି। ମୁଁ ଧନ୍ୟବାଦ ଦେବି ମୋର ଚଣ୍ଡୀମାତା ଯୁବ ସଂଘର ସମସ୍ତ ମେମ୍ବରଙ୍କୁ ତାଙ୍କର ସହଯୋଗରେ ଏହି ଅନୁଷ୍ଠାନ ଆଜି ପର୍ଯ୍ୟନ୍ତ ଚାଲୁ ରହିଅଛି। ଆମର ଯୋଉ ପୂର୍ବ କର୍ମକର୍ତ୍ତା ମାନେ ଥିଲେ, ମୋର ବଡ ଭାଇ ମାନେ ଶତ୍ରୁଘ୍ନ ଦେହୁରୀ ହଉ, ପିତ ଭାଇ, ଲକ୍ଷ୍ମଣ ଭାଇ, ରାଜ ଭାଇ, ଯେତେ ସବୁ ଗାଁର ମୁରବୀ ମାନେ ତାଙ୍କଠୁ ସେମାନେ ସବୁ ଦାୟିତ୍ୱ ନେଇଥିଲେ। ତାଙ୍କ ପରେ ପରେ ଆମେ ସବୁ ନୂଆ କର୍ମକର୍ତ୍ତା ଆମେ ହେଇଛୁ। ମୁଁ ଦୀର୍ଘ 25 ବର୍ଷ ଧରି ଏଇ ଅନୁଷ୍ଠାନ ଚାଲୁଛି, ଦାୟିତ୍ୱରେ ଅଛି। ଆଉ ଶାନ୍ତି ଶୃଙ୍ଖଳାରେ ଏ ଅନୁଷ୍ଠାନ ଯାତ୍ରା ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଚାଲୁ ରହିଛି। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଏଇ ଯାତ୍ରାକୁ ଆସନ୍ତୁ। ଯୋଉ ଯାତ୍ରା ପ୍ରେମୀ ଅଛନ୍ତି ଭାଇମାନେ ସମସ୍ତେ ଏଇ ଯାତ୍ରା ଦେଖିବାକୁ ଆସନ୍ତୁ। କଳିଙ୍ଗ ଗଣନାଟ୍ୟ ଏ ବର୍ଷ ପଡିଛି। ଆଉ ଶାନ୍ତି ଶୃଙ୍ଖଳାରେ ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଯାତ୍ରା ପରିବେଷଣ କରାହବ। ଆଉ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସହଯୋଗ ଆମକୁ ଚଣ୍ଡୀମାତା ଯୁବ ସଂଘକୁ ଯାତ୍ରାକୁ ଦିଆଯାଇଛି। ସମସ୍ତ ପ୍ରକାର ସହଯୋଗ ମିଳୁଛି। ଆଉ ସମସ୍ତଙ୍କର ସହଯୋଗରେ ଏଇ ଯାତ୍ରା ଅନୁଷ୍ଠାନ ଦୀର୍ଘ ବର୍ଷ ହେଲା ଚାଲୁ ରହିଛି।